ସରକାର କଲେ ବଡ଼ ଘୋଷଣା, ଏହି ଦିନ ଆସିବ ଆକାଉଣ୍ଟକୁ ପିଏମ୍ କିଷାନ ଟଙ୍କା। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନ୍ୟୁଜ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। କେନ୍ଦ୍ରରେ ଥିବା ମୋଦି ସରକାର ଖୁବ୍ ଶୀଘ୍ର ଚାଷୀଙ୍କ ପାଇଁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଦେବାକୁ ଯାଉଛନ୍ତି, ଯାହା ବହୁ ସଂଖ୍ୟାରେ ଚାଷୀଙ୍କୁ ଉପକୃତ କରିବ। ଫେବୃଆରୀ ମାସ 1 ତାରିଖରେ ଉପସ୍ଥାପିତ ହେବାକୁ ଥିବା ପୂର୍ଣ୍ଣ ବଜେଟ୍ରେ 19ତମ କିସ୍ତି ରାଶି କୃଷକମାନଙ୍କୁ ମିଳିପାରେ। ଏଥିରୁ ପ୍ରାୟ 12 କୋଟି ଚାଷୀ ଉପକୃତ ହେବେ ବୋଲି ବିଶ୍ୱାସ କରାଯାଉଛି। ତେବେ କିସ୍ତି ରାଶି ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ। କିସ୍ତିର ଲାଭ କେବଳ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମସ୍ତ ନିୟମ ଅନୁଯାୟୀ କାର୍ଯ୍ୟ ସମାପ୍ତ କରିଛନ୍ତି। ଯଦି ଆପଣ ସମସ୍ତ କାର୍ଯ୍ୟ ସମାପ୍ତ ନ କରନ୍ତି, ତେବେ କିସ୍ତି ରାଶି ଅଟକି ଯିବ, ଯାହାକି ସମସ୍ୟା ସୃଷ୍ଟି କରିବ। କୃଷକମାନେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଖୁବ୍ ଶୀଘ୍ର କରିବା ଉଚିତ। ଯଦି ଆପଣ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଇ-କେୱାଇସି ଏବଂ ଜମି ଯାଞ୍ଚ କରିବା ଉଚିତ। ଯଦି ତୁମେ ଏହି କାମ ଶେଷ ନ କର, ତେବେ କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ। ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇପାରିବେ। ଇ-କେୱାଇସି କରିବା ପାଇଁ ଆପଣଙ୍କୁ ଗୋଟିଏ ଟଙ୍କା ଦେବାକୁ ପଡ଼ିବ ନାହିଁ। ସରକାର ବର୍ତ୍ତମାନ ଏହି କାମକୁ ମାଗଣାରେ କରୁଛନ୍ତି। କୃଷକମାନଙ୍କୁ ଅର୍ଥନୈତିକ ଉନ୍ନତି ଏବଂ ପ୍ରଗତି ଯୋଗାଇଦେବା ଲକ୍ଷ୍ୟରେ ମୋଦି ସରକାର ଏହା ଆରମ୍ଭ କରିଛନ୍ତି। ଯଦି ଆପଣ କିସ୍ତିର ଲାଭ ପାଇନାହାନ୍ତି, ତେବେ ତୁରନ୍ତ ଆପଣଙ୍କ ନାମକୁ ଏହି ଯୋଜନାରେ ପଞ୍ଜୀକୃତ କରିପାରିବେ, ଯେଉଁଠାରେ କୌଣସି ଅସୁବିଧା ନାହିଁ। କିସ୍ତି ଟଙ୍କା କିପରି ଯାଞ୍ଚ କରିବେ, ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା pmkisan.gov.in ଅଫିସିଆଲ ୱେବସାଇଟକୁ ଯାଇ ସେଠାରେ ମୂଳ ପୃଷ୍ଠାରେ ଥିବା ହିତାଧିକାରୀ ସ୍ଥିତି ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଆପଣଙ୍କୁ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ନିଜ ମୋବାଇଲ ନମ୍ବର ପ୍ରବେଶ କରିବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଡାଟା ପାଆନ୍ତୁ ବଟମ୍ ଉପରେ କ୍ଲିକ୍ କରି ତାପରେ ସ୍କ୍ରିନରେ ତୁମର କିସ୍ତିର ସ୍ଥିତି ଦେଖିପାରିବେ।